ନାହିଁ 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 ମୋ ଇଏ ଓଡ଼ିଶା। ଏଠାରେ ଏପରି ସବୁ ହୁଏନି। ଏ ଭାରତ ବର୍ଷରେ ଯେଉଁ ସବୁ ଜିନିଷ ଚାଲିଛି ୟାକୁ ଆଉ ଲୋକ ସହ୍ୟ କରିବାକୁ ନାରାଜ। କାହିଁକି ନା ଦେଖନ୍ତୁ, ଆପଣମାନେ ସବୁ ଦେଶର ଏଡ଼େ ଏଡ଼େ ବଡ଼ ଭୌମିତିକ ସ୍ଥାନରେ ବସିଛନ୍ତି। ଶାସ୍ତ୍ରରେ ଅଛି କ'ଣ ନା 12 ଡ୍ୟାସ୍ କଲି ଗୋଛା, ନା ପଲଙ୍କ ପଡ଼ିଛି ତୁଚ୍ଛା। ଆଉ ଆପଣମାନେ ଯେଉଁ ଭାବୁଛନ୍ତି, ସେ ଯେଉଁ ଆପଣଙ୍କର ଯେଉଁ ସ୍ୱରାଷ୍ଟ୍ର ଆପଣ ଚାଲି ଯାଉଛନ୍ତି, ଦେଶରେ ବୁଲିକି ପଳେଇ ଆସୁଛନ୍ତି, ଗୋଟେ ଏଗ୍ରିମେଣ୍ଟ କରିଦେଉଛନ୍ତି ଯାହାଦ୍ୱାରା ଦେଶ ଆପଣଙ୍କୁ ସମ୍ମତ ଦେବ ନାହିଁ। ତାଙ୍କଠୁ ଆପଣ ସବୁ ଜିନିଷ କିଣୁଛନ୍ତି, ଆଉ ସବୁ ଜିନିଷ ଉପରେ ଆଗଉଛନ୍ତି ବୋଲି, ତାଙ୍କ ସହିତ ବ୍ୟବସାୟିକ ସମ୍ପର୍କ ଅଛି ବୋଲି ସେମାନେ ଆପଣଙ୍କୁ କହୁଛନ୍ତି। କିନ୍ତୁ କଥାରେ ଅଛି, ଶାସ୍ତ୍ରରେ ମଧ୍ୟ ଏହା ବର୍ଣ୍ଣିତ ଅଛି, ଆପନା ହାତ ଜଗନ୍ନାଥ। ତେଣୁ ନିଜର ସବୁ ସାମର୍ଥ୍ୟ ସବୁ କ୍ଷେତ୍ର ଉପରେ ବଢ଼ାଅ। ଆଉ କାଲି ହେଇ କହୁଥିଲା, ଚାଇନା କହୁଥିଲା ମୁଁ ତାକୁ ସମର୍ଥ ଦେବିନି, ସିଏ କ'ଣ ତା ପଛରେ ବାହାରିଲା। ଆଉ ଏଇଟା ମୁସଲିମ ଦେଶ କ'ଣ ଗୋଟେ ଦୁଇଟା ତା ପଛରେ ବାହାରିଲେଣି। ଆପଣ କ'ଣ ପାଣି ବନ୍ଦ କରିଛନ୍ତି, ତା ଘର ଦ୍ୱାର କ'ଣ ପାଣିରେ ଭାସିଲାଣି, ତାକୁ ଆମେ ଜାଣିପାରୁନାହୁଁ। ଏବେ ଆଉ ନାହିଁ, ତାକୁ ଆଉ 5 ବର୍ଷ ତା ସହିତ ସାଲିସ କରିକି ତାକୁ ଛାଡ଼ିଦିଅ। ଆଉ ଭାରତରେ ସବୁ ଜିନିଷକୁ ବଢ଼ାଅ, ଆଉ ନିଜ ସାମର୍ଥ୍ୟରେ ବଢ଼ାଅ। ପଡ଼ୋଶୀ ଦେଶମାନଙ୍କୁ ଜମା ଆଶା କରନି, କି ସେ ତାଙ୍କ ଉପରେ ଆମର ଭରସା ବି ନାହିଁ। ପଡ଼ୋଶୀ ଦେଶମାନଙ୍କ ଉପରେ ଆମର ଭରସା ନାହିଁ। ରାଜ୍ୟ କଥା ଛାଡ଼, ଭାରତ ଯେବେ ସଂଗଠିତ ହେବ ତାହେଲେ ସବୁ ଜିନିଷକୁ ଭାରତ ହିଁ ସୁଧାରି ଦେବ। ଭାରତରେ କ'ଣ ନାହିଁ କହିଲେ? ଆଉ ଭାରତରେ ଦେଖ, ବେକାରୀ ସମସ୍ୟା, ଏଇ ଯେଉଁ ନିଶା ଦ୍ରବ୍ୟ, ଭଲ ମନ୍ଦ, ଏଗୁଡ଼ା ସବୁ ହେଇକି ଲୋକ ସବୁ ଆଜି ବର୍ବାଦ ହେଉଛନ୍ତି। ସେଗୁଡ଼ା ସବୁ କିନ୍ତୁ ବିଦେଶରୁ ଆସୁଛି, ସେଇ ପାକିସ୍ତାନରୁ ଆସୁଛି, ସେଇ ମୁସଲିମ କଣ୍ଟ୍ରିମାନଙ୍କରୁ ଆସୁଛି। ସେଇ ଭାରତରେ ପ୍ରବେଶ କରିକି ଅବାଧ ନିଶା କାରବାର କରିକି ଭାରତକୁ ସେମାନେ ନଷ୍ଟ ଭ୍ରଷ୍ଟ କରୁଛନ୍ତି। ଆପଣମାନଙ୍କୁ ଆପଣା ନୀତି ସବୁ ଆଦରେଇବାକୁ ପଡ଼ିବ। ତାକୁ ଆପଣମାନେ ବିଚାର କରନ୍ତୁ, ତାହେଲେ ରାଜନୀତି ଠିକ୍ ହେବ, ସମସ୍ତେ ଠିକ୍ ରହିବେ। ଆଉ ରାଜନୀତି ପାଇଁ ଖାଲି ଏଇ ଯେଉଁ ଯୁଦ୍ଧ ଘୋଷଣା କରିବା, କେଉଁ ଦଳର ବି ଆବଶ୍ୟକତା ନାହିଁ। ଯୁଦ୍ଧ ଯେତେବେଳେ ହେବାର ଥିବ ସେ ନିଶ୍ଚୟ ହେବ। ଆଉ ତାକୁ ଏଇ ଭାରତବାସୀ ଏତେ 147 କୋଟି ଲୋକ ପାରିବେନି, ଛାଡ଼ିଦେବେନି। ହଉ ରହିଲି ନିଜସ୍ୱ ସମୀକ୍ଷକ। ୟାକୁ ଲାଇକ୍